मजा करबा हला तमे तो मजा खाऊ न मजा कोन करियो देखो बापा को न पचारी मो डाकी सतो एले बापा को न पचारी मो खजा खाई परबिनी हला बापा को न पचारी के कोन कोन करि परिबो सेही कथा मते कहलो मु सेही काम करी ए गुल्लो भाई ओय कोन भाई बड़िया भगवान तबे सेटा को मोहरी की बिन धरछु आ कोन तम ना बड़ा गुल्लो सेटा को आ कोन डाकी वो गुल भाई गुल भाई तोने गुल बदन ना 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 मु न मुसे मजे डाकी कारण मु तम डाकी ए सुनिछो एमडी डाकी कोन चली बड़ी नो ए सुनिछो एमडी डाकी बोलो बोला महल मंडा এই ডাক্তার সময় দেখিও এই শুনছো চলো আমি দুজন না গীত অন্ত কেলি করিবা হলা না অন্ত কেলি করবে ওহো এই যে পর্যন্ত মানে অন্ত কেলি সেই করি আমি বাটি ভিড়ে দেখেছি কে যাও ওই রানী সাদা ফুলা গুলো দুনিয়া ওই ওই ভাবে সারা দুনিয়া নাই সুগন্ধি अच्छा ये जो प्लान करता को गुलू जणाई तू ना गोपा को जणाई कि गोपा मुंडरे छिवा तो होई के हल्लो ये सड़ा कोन थोड़ा बिचु मार गाड़ी या बाबूजी अच्छा आओ
କବାଟ ଖୋଲ ମୁଁ କାହା ଘର ଭିତରେ ଅଛି ନା ବାହାରେ ଅଛି ମୁଁ ଜାଣିନି। ଏ ଶଳା ଭିତରେ ଅଛୁ କି ବାହାରେ ଅଛୁ ଜାଣିପାରୁନୁ କଣ ଏତେ ବେହୋସରେ ପଇଛୁ ଘର ଭିତରେ? ଏଇଟା ତମ ଘର ନା? ନାଇଁ ତ ଗଲି ନା ମୁଁ ଢେର ଦିନ ହବ ଦେଖିଲି ତ। ତୋ ଦେହ ଭଲ ଅଛି ନା? ନାଇଁ ମୋ ଦେହ ଖରାପ ଅଛି। ଏଇଟା ତମ ଘର ନା? ଆପଣଟାକୁ ଜୋତାଟାକୁ ମୁଣ୍ଡରେ ମୁଣ୍ଡ ଶଳା ଅତି ଭକ୍ତି ଚୋର ଲକ୍ଷଣ। ତୋ ଘର ଦ୍ୱାର ଚେଞ୍ଜ ହେଇ ହଁ ସିଏ ଦେଇଥିଲୁ ଯୋଉ ପଇସା ଶଳା ଅନାବା ଇରେ ମୋ ଘର ତ କବାଟ ଯାଇଥିଲା ଘର ଭିତରେ କହିଛି ବସିଲୁ ସେଇ କଥା କହବେ। ଭଲ କଥା କହୁଛ। ତମ ଘର କାନ୍ଥରେ ଗୋଟେ ଏତେ ବଡ ଗଳା ବାଟ ତାପରେ ମତେ ପଚାରୁଛ ଗଳା ବାଟ? ଆଉ ଏ ଶଳା ଗଳା ବାଟ କାଉ କହୁଛୁ? ବାପା ସିଏ ବୋଧେ ଆମ ଶୋଇବା ଘର ଝରକା ବାଟ କଥା କହୁଛନ୍ତି। ସେ ଝରକାରେ ଗ୍ରିଲ ଅଛି ନା ସେଟା ପାଇଁ ଏତେ ବଡ ଗଳା ବାଟ? ତତେ ଚିତା କାଟ ଶଳା ତୋ କଥା ହେ ତୁ ମତେ କବାଟ ଖୋଲା ଶୋଇଥିଲୁ? ହଁ ବାପା। କଣ ହଁ କରିଛି କରେଣ୍ଟ ଚାଲିଗଲା ପରେ ମୋତେ ଜୋରେ ଗରମ ହେଲା। ମୁଁ କଣ କଲି ନା ଝରକା କବାଟ ଖୋଲା କରି ଶୋଇ ପଡ଼ିଲି। ତମେ ଯେମିତି ଆସି ଦାଣ୍ଡ କବାଟ ଠକ୍କା କର ମୁଁ ତ ସିଧା ଉଠି ଗଲି ଦାଣ୍ଡ କବାଟ ଖୋଲିଦେଲି। ତୁ ତ କବାଟ ଖୋଲି ଶୋଇଥିଲୁ ଏ ଶଳା କେମିତି ଜାଣିଲା? କଣ ବିକଟ ଚିତ୍କାର କରି ରାକ୍ଷସ ଭଳିଆ ମୋ ଘର ଭିତରୁ ମାଟି ଆସି ମୋଟି ବାଡି ହେଇଗଲା? ମୁଁ ତ କହିନି ମୁଁ ଗୁଲ ଭାଇ ସାଙ୍ଗରେ କହିବି କି ନାହିଁ ଏଇନେ ପରା ମୁଁ ତମକୁ ପଚାରୁଥିଲି। ଗୁଲ ଭାଇ କାହିଁ କହୁ ଗୋଟେ ଠେଙ୍ଗା ଆଣି ଘର ଭିତରୁ ମତେ ପୁରା ବାଟା ତମ କାଇଁ ବାଡି ବିଜେ ତମ ବାପା ପିଟିବି ଯଦି ଏଇ ଗୁଲ ଭାଇ କି ପିଟିବି। ମତେ କାହିଁକି ପିଟିବ? କଣ ପାଇଁ ପିଟିବି? ତମେ କଣ ପାଇଁ ସେ ବାଟ ଦେଇ ଆମ ଘର ଭିତରକୁ ଆସୁଥିଲ? ମୁଁ ଯଦି ଖଟ ଉପରେ ଶୋଇଥାନ୍ତି ତାହେଲେ ମୁଁ ତ ତମକୁ ମାରି ବସିଥାନ୍ତି ଆଉ ତାପରେ ଯାହା ହେଇଥାନ୍ତା ମୋ ବାପାଙ୍କୁ ପଚାରେ ମୁଁ ସମୟ ବି ପାଇନଥାନ୍ତି। ମତେ ଆଉ ପଚାରେ କାଟେ ବରଂ ଏଇ ଶଳାକୁ ପଚାରେ ଏ ଶଳା କଣ ଅଲଗା ଦିକା ନେଇଛି ନା ସେ ନେଇଛି। ଅଛି ଟେକି ଦଉଛି 15 ଦିନ ବନେ ୟାକୁ ପଚାରେ ଇଏ ମୋ ଘର କବାଟ ଦେଇଥିଲା କାହିଁ ଏ ଘର ଭିତରୁ ପଶିଲା? କଥା କଣ କି ରାସ୍ତାରେ ଯାଉଥିଲି ହଠାତ୍ ଦେଖିଲି ରାସ୍ତାରେ ମାରଣା ସଟ ଆଇଲା ମୋ ଆଡକୁ ମାଟିକି ଯେମିତି ମୋ ଆଡକୁ ମାଟିକି ଆଇଲା ମୁଁ ସିଧା ଦୌଡ଼ିଲି। ଷଣ୍ଢ ବି ମୋ ପଛରେ ଦୌଡ଼ିଛି। ଦୌଡ଼ି ତମ ବାଡି ଭିତରେ ପଶିବ। ମୋବାଇଲ ଆଲୁଅରେ ଦେଖିଲା ବେଳକୁ ତମ ଝରକା ମେଲା ଅଛି। ଦେଇକିରି ଗୋଟେ ତୁଳା ପଟ ଭଳିଆ କଣ ଲାଗିଲା ଧରିକି ତ ଗୋଟି ଗଲି ଆଉ ଷଣ୍ଢ ପଳେଇଲା ମୋ ପ୍ରାଣ ବଞ୍ଚିଗଲା। ନହେଲେ ତୁ ଶଳା ମରି ଯାଇଥିଲେ ମୁଁ ଦଣ୍ଡାରେ ପକେଇଥାନ୍ତି କୁକୁର ବିଲୁଆ ଖାଇଥାନ୍ତେ ଶଳା। ତାଙ୍କୁ କଣ ପାଇଁ ଧମକାଇ ଦଉଛନ୍ତି? ସବୁ ଭୁଲ ତମର। ଆଉ ତମେ ଝରକା ପଛେ ଗ୍ରିଲ ନଥାଉ ତମେ ସେ ବାଡି ପଟେ କାଠ ଦେବାକୁ ଦେଇନଥିଲ କଣ ପାଇଁ? ପୁଞ୍ଜା କଣ ଗଣିବ ପଛରେ ମତେ କବାଟ ଖୋଲ ମୁଁ ଯିବି। କାରଣ ମୁଁ ତମ ଘରେ ରାତିରେ ଅଛି ବୋଲି ଏକଥା ପଡିଶା ଘର ଜାଣିଲେ ସବୁ କିଣା ତମ ଝିଅ ଦେହରେ ବାଜିବ। କାରଣ ଆମର ପ୍ରେଷ୍ଟିଜ ଅଛି। ନିତାନ୍ତ ମରତେ ପ୍ରେଷ୍ଟିଜ ଯାଉନ ମୁଁ ବହୁତ ଭଦ୍ର ମାନେ ତୁ ବିଶିଷ୍ଟ ଘରବାଳା ଭଦ୍ରରୁ ପ୍ରେଷ୍ଟିଜ କମ୍ ଆଜି ତୁ ଚାଲାକି ଛାଡ଼ିଲା ତୋ ଶୋଇବା ତୁ ଶୋଇବୁ ତୋ ଶୋଇବା ମୁଁ ଶୋଇ ମୋ ଶୋଇବା ତୁ ଶୋଇବୁ। ହଁ ତମ ଶୋଇବା ଘର ଝରକା ତ ଗ୍ରିଲ ଅଛି ଗୋଟେ ଗୋଟାଏ ଝରକା ହେଲେ ତମର ପୁରା ଦିଟା ଝରକା ଗୋଟାଏ ବନ୍ଦ କରି ଗୋଟାଏ ଖୋଲା ରଖିବି ପବନ ଆସିବ। କି ଥଣ୍ଡା କି ଥଣ୍ଡା କି ଥଣ୍ଡା କି ଥଣ୍ଡା କି ଥଣ୍ଡା। ଶଳା ଏଇଟାର ହଠାତ୍ କଣ ଏମିତି ପରିବର୍ତ୍ତନ ହେଇଗଲା? କଣ ପ୍ରଥମରୁ କହୁଥିଲା ବାପକୁ ନ ପଚାରି କିଛି କରିବନି ବର୍ତ୍ତମାନ ଛାଇଁ ହେଇଯାଉ। ଆଚ୍ଛା ହଉ ଏଥର ମୋର ବି ସବୁ ଖୋଲା କବାଟ ମେଲା ଝଲକା ଖୋଲା ତାପରେ ଦେଖିବି କଣ ସବୁ ଘଟଣା ଘଟୁଛି। ଯୋଉ ସବୁ ଘଟଣା ଘଟୁଛି ସେଗୁଡାକର ଇଚ୍ଛାକୃତ ଘଟଣା ନା ଚଳା ଦୁର୍ଘଟଣା ମୋ ମୁଣ୍ଡରେ।